ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ନିଜେ ନିଜର କିରାନା ଦୋକାନ ସମ୍ଭାଳିବା ଆରମ୍ଭ କଲି। ଏଥିପାଇଁ ମୁଁ ଜଣେ ଚାକର ରଖିଲି। ସେ ମୋରି ବୟସର ଥିଲା ଏବଂ ଦେଖିବାକୁ ବହୁତ ସୁନ୍ଦର ଥିଲା। ସେ ଦୋକାନରେ ବହୁତ ସଚ୍ଚୋଟତାର ସହ କାମ କରୁଥିଲା। ଆମେ ଦୁହେଁ ଏକାଠି ଦୋକାନରେ କାମ କରୁଥିଲୁ। ମୋର ଗୋଟିଏ ଛୋଟ ଝିଅ ଥିଲା, ତାର ମଧ୍ୟ ସେ ବହୁତ ଯତ୍ନ ନେଉଥିଲା। ଥରେ ତାକୁ ଦୋକାନରୁ ବାହାରିବାରେ ବହୁତ ବିଳମ୍ବ ହୋଇଗଲା। ରାତି ସମୟ ଥିଲା, ତେଣୁ ମୁଁ ତାକୁ କହିଲି, ଆଜି ଏତେ ରାତିରେ ଯାଅ ନାହିଁ, ଏଇଠି ରହିଯାଅ। ସେହି ରାତିରେ ସେ ମୋରି ଘରେ ରହିବାକୁ ନିଷ୍ପତ୍ତି ନେଲା। ନମସ୍କାର ବନ୍ଧୁଗଣ, ମୋ ନାଁ ସୁପ୍ରିୟା। ମୁଁ ଦେଖିବାକୁ ବହୁତ ସୁନ୍ଦର। ମୁଁ ଏକ ଗାଁରେ ରହୁଥିଲି। ଆମ ଘରର ଅବସ୍ଥା ବହୁତ ଗରିବ ଥିଲା। ମୋ ପାଠପଢ଼ା ସରିବା ପରେ ମୋ ଘରଲୋକ ମୋ ପାଇଁ ପ୍ରସ୍ତାବ ଦେଖିବା ଆରମ୍ଭ କଲେ। ଏକ ଭଲ ପ୍ରସ୍ତାବ ଆସିଲା, ଯାହା କଟକ ସହରରୁ ଥିଲା। ପୁଅ ଦେଖିବାକୁ ବହୁତ ଭଲ ଥିଲା, ଗ୍ରାଜୁଏଟ୍ ଥିଲା, କିନ୍ତୁ ତାର ଘରର ଅବସ୍ଥା ଭଲ ଥିବା ଯୋଗୁଁ ସେ କୌଣସି ଚାକିରି କରୁନଥିଲା। ସେମାନଙ୍କ ଘରେ କିରାନା ଦୋକାନ ଥିଲା ଏବଂ ସେଇଟା ହିଁ ସେ ଚଲାଉଥିଲା। ତାପରେ ଆମର ବାହାଘର ସ୍ଥିର ହେଲା। ବାହାଘରରେ ମୁଁ ବହୁତ ସୁନ୍ଦର ଦେଖାଯାଉଥିଲି। ବାହାଘରକୁ ଆସିଥିବା ସମସ୍ତ ଲୋକ ମୋର ବହୁତ ପ୍ରଶଂସା କରୁଥିଲେ। ଆମ ଯୋଡ଼ି ବହୁତ ପ୍ୟାରା ଲାଗୁଥିଲା। ବାହାଘର ପରେ ଆମର ପ୍ରଥମ ରାତି ବହୁତ ଆନନ୍ଦରେ କଟିଲା। ଆମେ ଦୁହେଁ ପରସ୍ପରକୁ ବହୁତ ଭଲ ପାଇଲୁ। ଏମିତି ହିଁ ଆମେ ଆଗକୁ ମଧ୍ୟ ପରସ୍ପରକୁ ଭଲ ପାଉଥିଲୁ। କିଛି ମାସ ମଧ୍ୟରେ ମୁଁ ଗର୍ଭବତୀ ହୋଇଗଲି। ମୋ ପେଟରେ ପିଲା ବଢ଼ିବାକୁ ଲାଗିଲା। ଦେଖୁ ଦେଖୁ 9 ମାସ ପୂରିଗଲା। ଦିନେ ମୋ ପେଟରେ ଯନ୍ତ୍ରଣା ଆରମ୍ଭ ହେଲା ଏବଂ ମୁଁ ଏକ ସୁନ୍ଦର ଝିଅକୁ ଜନ୍ମ ଦେଲି। ସେ 2-3 ମାସର ଥିଲା। ସେତିକିବେଳେ ମୋ ସ୍ୱାମୀଙ୍କ ଦେହ ଖରାପ ହେଲା। ତାଙ୍କୁ ହାର୍ଟ ଆଟାକ୍ ଆସିଲା ଏବଂ ତାଙ୍କର ନିଧନ ହୋଇଗଲା। ତାଙ୍କ ନିଧନରେ ମୋ ଜୀବନରେ ଏକ ବଡ଼ ଧକ୍କା ଲାଗିଲା। ମୁଁ ବହୁତ ଏକା ହୋଇଗଲି। ମୋର ଶାଶୁ ଶ୍ୱଶୁର ନଥିଲେ। ଏତେ ଛୋଟ ଝିଅ ଏବଂ ମୁଁ ସମ୍ପୂର୍ଣ୍ଣ ଦୁଃଖରେ ବୁଡ଼ି ଯାଇଥିଲି। ମୋତେ ବୁଝାପଡ଼ୁନଥିଲା କ'ଣ କରିବି, କିନ୍ତୁ ଏବେ ଝିଅ କୋଳରେ ଥିଲା, ତେଣୁ ଯେମିତି ହେଲେ ବଞ୍ଚିବା ଜରୁରୀ ଥିଲା। ମୋତେ ତା ପାଇଁ ବଞ୍ଚିବାକୁ ଥିଲା। କିଛି ଦିନ ମୁଁ ମୋ ବାପଘରେ ରହିଲି। 1-2 ମାସ ପରେ ମୁଁ ଶାଶୁଘରକୁ ଫେରିଆସିଲି। 2-3 ମାସରୁ ଦୋକାନ ବନ୍ଦ ଥିଲା। ମୁଁ ଭାବିଲି କି ମୋତେ ସେହି ଦୋକାନ ପୁଣି ଆରମ୍ଭ କରିବା ଉଚିତ। ପଇସାର କୌଣସି ବିଶେଷ ଅଭାବ ନଥିଲା, କିନ୍ତୁ ଛୋଟ ଝିଅ ସହିତ ରୋଷେଇ କରିବା, ବାସନ ମାଜିବା ଏବଂ ଦୋକାନ ସମ୍ଭାଳିବା ବହୁତ ମୁସ୍କିଲ ହେଉଥିଲା। ମୋ ଘରଲୋକ ପରାମର୍ଶ ଦେଲେ, ତୁ କୌଣସି ଚାକର ରଖିଦେ ଯିଏ ତୋତେ ସାହାଯ୍ୟ କରିବ। ସେତେବେଳେ ମୁଁ ସ୍ଥିର କଲି କି ମୁଁ ଦୋକାନ ପାଇଁ ଜଣେ ଚାକର ରଖିବି। ମୁଁ ଦୋକାନ ବାହାରେ ଏକ ପାଟି ବୋର୍ଡ ଲଗାଇଲି, କାମ ପାଇଁ ଚାକର ଦରକାର, ସଚ୍ଚୋଟ ହେବା ଉଚିତ, ଭଲ ଦରମା ଦିଆଯିବ। ପ୍ରାୟ 1 ସପ୍ତାହ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ କେହି ଆସିନଥିଲେ। ଦିନେ ମୁଁ ଦୋକାନରେ ବସିଥିଲି ଏବଂ ଜଣେ ଯୁବକ, ପାଖାପାଖି 32-33 ବର୍ଷର ହେବ, ସେ ଆସିଲା ଏବଂ କହିଲା, ମୁଁ ଆପଣଙ୍କ ବୋର୍ଡ ପଢ଼ିଲି, ମୋତେ କାମ ଦରକାର। ମୁଁ ତା ଆଡ଼କୁ ଚାହିଁଲି। ସେ ଦେଖିବାକୁ ବହୁତ ସୁନ୍ଦର ଥିଲା। ତାପରେ ମୁଁ ତାକୁ ପଚାରିଲି, ତୁମ ନାଁ କ'ଣ? ସେ କହିଲା, ମୋ ନାଁ ଶେଖର। ମୁଁ କହିଲି, ତୁମକୁ ପଢ଼ାଲେଖା ଆସେ? ଏହି ସବୁ କାମ ତୁମେ କରିପାରିବ? ସେ କହିଲା, ହଁ, ମୁଁ ଗ୍ରାଜୁଏଟ୍। ମୁଁ ସବୁ କାମ କରିବି। ମୁଁ ସବୁ ହିସାବ କିତାବ ମଧ୍ୟରେ ରଖିବି। ବସ୍, ମୋତେ କାମର ବହୁତ ଦରକାର। ମୋ ଘରର ଅବସ୍ଥା ମଧ୍ୟ ଠିକ୍ ନାହିଁ। ମୁଁ କହିଲି, 10,000 ଟଙ୍କା ଦରମା ମିଳିବ। ସେ କହିଲା, ଠିକ୍ ଅଛି। ମୁଁ ପଚାରିଲି, ତୁମେ କେଉଁଠି ରୁହ? ସେ କହିଲା, ମୁଁ ଆପଣଙ୍କ ପଡ଼ୋଶୀ ଗାଁରେ ରୁହେ। ଯଦି ଚାହାନ୍ତି ମୁଁ ମୋର ଆଇଡି ପ୍ରୁଫ୍ ମଧ୍ୟ ଦେଇପାରିବି। ମୋର ତା ଉପରେ ବିଶ୍ୱାସ ହୋଇଗଲା। ମୁଁ ତାକୁ କହିଲି କି ସେ ପରଦିନଠାରୁ କାମକୁ ଆସିଯାଉ। ମୁଁ କହିଲି, କାମକୁ ସମୟରେ ଆସିବାକୁ ହେବ, ସକାଳ 9:00 ଆସିବାକୁ ହେବ ଏବଂ ସନ୍ଧ୍ୟା 6:00 ଯିବାକୁ ହେବ। ସେ କହିଲା, ଠିକ୍ ଅଛି। ସେ ମୋତେ ବହୁତ ସମ୍ମାନ କରୁଥିଲା। ପରଦିନ ମୁଁ ତାକୁ ଦୋକାନ କେମିତି ଚଲାଇବାକୁ ହୁଏ, ଗ୍ରାହକଙ୍କ ସହ କେମିତି କଥା ହେବାକୁ ହୁଏ, ଓଜନ କେମିତି କରନ୍ତି, ହିସାବର କେମିତି ରଖନ୍ତି, ମାଇନସ୍, ଏହିସବୁ କଥା ବୁଝାଇଦେଲି। ସେ ହଁ କହି କାମରେ ଲାଗିଗଲା। ଆମ ଗାଁ ବଡ଼ ଥିଲା, ତେଣୁ ଦୋକାନକୁ ବହୁତ ଗ୍ରାହକ ଆସୁଥିଲେ। ଭଲ ରୋଜଗାର ହେଉଥିଲା। ଏବେ ସେ ଧୀରେ ଧୀରେ ଭଲ ଭାବେ କାମ କରିବାକୁ ଲାଗିଲା। ମୋ ମୁଣ୍ଡରୁ ବହୁତ ବୋଝ ହାଲୁକା ହୋଇଗଲା। ଏବେ ମୋତେ ଘର ଆଡ଼କୁ ଧ୍ୟାନ ଦେବାକୁ ସମୟ ମିଳୁଥିଲା। ନିଜ ଝିଅକୁ ସମୟ ଦେଇପାରୁଥିଲି। ଶେଖର ଭଲ ଭାବେ କାମରେ ମଜ୍ଜି ଯାଇଥିଲା। ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଥିଲା। ସେ ମୋତେ ବହୁତ ଆଦର କରୁଥିଲା। ମୁଁ ସକାଳେ ଉଠି ମୋ ଝିଅର ସବୁ କାମ, ରୋଷେଇ, ବାସନ ଇତ୍ୟାଦି ସାରି ପୁଣି ଦୋକାନକୁ ଆସୁଥିଲି। ମୁଁ ଏବଂ ଶେଖର ଦୁହେଁ ଦିନ ସାରା ଦୋକାନ କାମ କରୁଥିଲୁ। ତା ସହ କଥା ହେଉ ହେଉ ଦିନ କେମିତି କଟିଯାଉଥିଲା ଜଣା ପଡ଼ୁନଥିଲା। କିନ୍ତୁ ଖାସ୍ କଥା ଏହା ଥିଲା ଯେ ସେ ମଧ୍ୟାହ୍ନରେ ଖାଇବା ଡିବା ନେଇକି ଆସୁନଥିଲା। ଏହାର କାରଣ ମୋତେ ବୁଝା ପଡ଼ୁନଥିଲା। ସେ ମୋତେ ଅଲଗା ଅଲଗା କାରଣ କହୁଥିଲା।
ଦିନେ ମୁଁ ସ୍ଥିର କଲି ଯେ ମୁଁ ତାକୁ ସତ ପଚାରିବି। ମୁଁ କହିଲି, ମୁଁ ଦେଖୁଛି ତୁମେ ମଧ୍ୟାହ୍ନରେ ଖାଇବା ନେଇକି ଆସୁନାହଁ, ଏମିତି କାହିଁକି? ସେତେବେଳେ ସେ କହିଲା, ମ୍ୟାଡାମ, ମୋ ଘରର ଅବସ୍ଥା ବହୁତ ଗରିବ। ଯେତେବେଳେ ମୁଁ ଏବଂ ମୋର ଛୋଟ ଭଉଣୀ ଛୋଟ ଥିଲୁ ସେତେବେଳେ ଆମ ବାପା ମା ଚାଲିଗଲେ। ସବୁ ଦାୟିତ୍ୱ ମୋ ଉପରକୁ ଆସିଗଲା। ମୁଁ ଯାହା ବି କାମ ମିଳିଲା ତାହା କଲି ଯେମିତି ପେଟ ପୂରି ପାରିବ। ଆମେ କାମ କରୁ କରୁ ହିଁ ପାଠ ପଢ଼ିଲୁ। ମୋ ଭଉଣୀର ବାହାଘର ମଧ୍ୟ ମୁଁ କାମ କରିକି ହିଁ କରାଇଲି। ଏବେ ମୁଁ ଏକା ଅଛି। ମୁଁ ନିଜ ପାଇଁ ସକାଳେ ରୋଷେଇ କରେ ଏବଂ ସନ୍ଧ୍ୟାରେ ମଧ୍ୟ ନିଜ ହାତରେ ବନାଇକି ଖାଏ। ମୋତେ ଏତେ ଭଲ ରୋଷେଇ ଆସେ ନାହିଁ, ତେଣୁ ମୋତେ ଲାଜ ଲାଗେ କି ମୁଁ ଯେଉଁ ଖାଇବା ବନାଏ ତାହା କାମକୁ ନେଇକି ଆସିବି। ମୋତେ ବହୁତ ଖରାପ ଲାଗିଲା। ସେ ବହୁତ ସଚ୍ଚୋଟ ଥିଲା, ବହୁତ ଭଲ କାମ କରୁଥିଲା। ତେଣୁ ମୁଁ ତାକୁ କହିଲି, କାଲିଠାରୁ ମୁଁ ତୁମ ପାଇଁ ମଧ୍ୟାହ୍ନ ଖାଇବା ବନାଇକି ରଖିବି, ତାପରେ ଆମେ ଦୁହେଁ ଏକାଠି ଖାଇବା। ସେ କହିବାକୁ ଲାଗିଲା, ନାଇଁ ମ୍ୟାଡାମ, ଦରକାର ନାହିଁ। କିନ୍ତୁ ମୁଁ କହିଲି, କିଛି କଥା ନାହିଁ, ରହିବାକୁ ଦିଅ। ତାପରେ ପରଦିନଠାରୁ ଆମେ ଦୁହେଁ ଏକାଠି ଖାଇବାକୁ ଲାଗିଲୁ। ମୁଁ ତା ପାଇଁ ରୋଷେଇ କରୁଥିଲି। ସେ ବହୁତ ସଚ୍ଚୋଟ ଥିଲା। ଥରେ ମୋ ଝିଅ ଦେହ ଖରାପ ହୋଇଗଲା। ତାକୁ ବହୁତ ଜୋରରେ ଜ୍ୱର ଥିଲା। ତାକୁ କଟକର ହସ୍ପିଟାଲ ନେବାର ଥିଲା। ଆମ ଘରେ ମୋ ସ୍ୱାମୀଙ୍କ ପୁରୁଣା ଗାଡ଼ି ଥିଲା ଯାହା ବନ୍ଦ ପଡ଼ିଥିଲା। ମୁଁ କହିଲି, ଶେଖର, ତୁମକୁ ଗାଡ଼ି ଚଲାଇବା ଆସେ? ଝିଅ ଦେହ ବହୁତ ଖରାପ ଅଛି, ସକାଳୁ ହିଁ ତାକୁ ହସ୍ପିଟାଲ ନେବା ଜରୁରୀ। ସେ କହିଲା, ହଁ ମ୍ୟାଡାମ, ମୋତେ ଚଲାଇବା ଆସେ। ତାପରେ ମୁଁ ଏବଂ ଶେଖର ଆମେ ଦୁହେଁ ମିଶି ମୋ ଝିଅକୁ ହସ୍ପିଟାଲ ନେଲୁ। ଡାକ୍ତର ତାର ଚେକଅପ୍ କଲେ ଏବଂ ତାକୁ ଟାଇଫଏଡ୍ ହୋଇଥିଲା। ଡାକ୍ତର କହିଲେ ଯେ ତାକୁ 2-3 ଦିନରେ ଭର୍ତ୍ତି କରିବାକୁ ପଡ଼ିବ। ମୋତେ ତ ବୁଝା ପଡ଼ିଲାନି କ'ଣ କରିବି। ଶେଖର କହିଲା, ମ୍ୟାଡାମ, ଆପଣ ଝିଅ ପାଖରେ ରୁହନ୍ତୁ। ମୁଁ ଦୋକାନର ସବୁ ଦାୟିତ୍ୱ ନେବି, ଘରର ମଧ୍ୟ ଯତ୍ନ ନେବି। ମୋତେ ବହୁତ ସାହାରା ମିଳିଲା। ତାପରେ ଆମେ ଝିଅକୁରେ ଭର୍ତ୍ତି କଲୁ। ମୁଁରେ ରହିଗଲି। ଶେଖର ଘରକୁ ଚାଲିଗଲା ଏବଂ ସେ 2-3 ଦିନ ଦୋକାନ ବହୁତ ଭଲ ଭାବେ ସମ୍ଭାଳିଲା। ସେ ପ୍ରତିଦିନ ହସ୍ପିଟାଲ ଆସୁଥିଲା, ମୋ ପାଇଁ ଟିଫିନ୍ ଆଣୁଥିଲା। ମୋ ଝିଅକୁ ସେ ବହୁତ ହସାଉଥିଲା, ତାକୁ କାହାଣୀ ଶୁଣାଉଥିଲା। ସେ ମଧ୍ୟ ମନ ଦେଇ ଶେଖର ଶୁଣାଉଥିବା ଏହି କାହାଣୀ ଶୁଣୁଥିଲା। ଶେଖର ଜରୁରୀ ଔଷଧ ଆଣୁଥିଲା ଏବଂ ସବୁ ପ୍ରକାରେ ସାହାଯ୍ୟ କରୁଥିଲା। ମୋତେ ତାର ସ୍ୱଭାବ ବହୁତ ପସନ୍ଦ ଆସିବାକୁ ଲାଗିଲା। ଯେତେବେଳେ ଝିଅ ଦେହ ଟିକେ ଠିକ୍ ହେବାକୁ ଲାଗିଲା ତ ଡାକ୍ତର ଆମକୁ ଡିସଚାର୍ଜ ଦେଇଦେଲେ। ଶେଖର ଗାଡ଼ି ନେଇ ଆମକୁ ନେବାକୁ ଆସିଲା। ଆମେ ଘରକୁ ଆସିଲୁ ଏବଂ ପୁଣି ସେ ଦୋକାନରେ କାମ କରିବାକୁ ଲାଗିଲା। ଧୀରେ ଧୀରେ ଆମ ଭିତରେ ନିକଟତା ବଢ଼ିବାକୁ ଲାଗିଥିଲା। ମୋ ଝିଅ ଏବେ ଠିକ୍ ହୋଇଯାଇଥିଲା ଏବଂ ସବୁ କାମରେ ଶେଖର ମୋତେ ସାହାଯ୍ୟ କରୁଥିଲା। ଦିନେ ମଧ୍ୟାହ୍ନରେ ଯେତେବେଳେ ଶେଖର ଆସିଲା ଏବଂ ଆମେ ଦୁହେଁ ଏକାଠି ଖାଉଥିଲୁ, ମୁଁ ତାକୁ ପଚାରିଲି, ଶେଖର, ତୁମ ବୟସ କେତେ? ତେବେ ସେ କହିଲା, ମୋ ବୟସ 32 ବର୍ଷ। ମୁଁ ପୁଣି ପଚାରିଲି, ଏପର୍ଯ୍ୟନ୍ତ ବାହା କାହିଁକି ହେଲୁନି? ଶେଖର କହିଲା, ମୋ ବାପା ମା ନାହାନ୍ତି। ମୋର କେହି ନାହିଁ ଯିଏ ମୋ ପଛରେ ଠିଆ ହେବ। ତେଣୁ କେହି ବି ମୋତେ ନିଜ ଝିଅ ଦେବାକୁ ଚାହୁଁନାହାନ୍ତି। ଏହି କଥା ଶୁଣି ମୋତେ ବହୁତ ଖରାପ ଲାଗିଲା। ସେ ମୋର ବହୁତ ଚିନ୍ତା କରୁଥିଲା, ମୋର ବହୁତ ଯତ୍ନ ନେଉଥିଲା। ଏମିତି ହିଁ କିଛି ଦିନ ବିତିଗଲା। ତାପରେ ଦିନେ ଶେଖର ମୋତେ କହିଲା, ମ୍ୟାଡାମ, ମୋତେ କାଲି ଛୁଟି ଦରକାର। ମୁଁ ପଚାରିଲି, କାହିଁକି? କ'ଣ ହେଲା? ସେ କହିଲା, କାଲି ମୁଁ ମୋ ଭଉଣୀ ସହ ଝିଅ ଦେଖିବାକୁ ଯାଉଛି। ଏହା ଶୁଣି ମୋତେ ବହୁତ ଖୁସି ହେଲା। କିନ୍ତୁ ଏବେ ଧୀରେ ଧୀରେ ମୋ ମନ ଶେଖର ଆଡ଼କୁ ଢଳିବାକୁ ଲାଗିଥିଲା। ମୋ ମନ ଏବେ ତା ବିଷୟରେ ଭାବିବାକୁ ଲାଗିଥିଲା। ରାତିରେ ମୁଁ ତାରି ଖିଆଲରେ ହଜି ରହିଥିଲି। କେତେବେଳେ ନିଦ ହୋଇଗଲା ଜଣା ପଡ଼ିଲାନି। ପରଦିନ ଶେଖର ଦୋକାନକୁ ଆସିଲାଣି। ସାରା ଦିନ ତାର ନ ଆସିବା ମୋତେ ବହୁତ ଠିକ୍ ଲାଗିଲାନି। ଦିନ ଯେମିତି କଟୁନଥିଲା। ପରଦିନ ଯେତେବେଳେ ଶେଖର ଦୋକାନକୁ ଆସିଲା ତେବେ ସେ ବହୁତ ଉଦାସ ଦେଖାଯାଉଥିଲା। ମୁଁ ତା ଆଖିରେ ଅସନ୍ତୋଷ ଦେଖିଲି। ମଧ୍ୟାହ୍ନ ପର୍ଯ୍ୟନ୍ତ ସେ ଚୁପଚାପ କାମ କରୁଥିଲା। ମୁଁ ତାକୁ ପଚାରିଲି, ଶେଖର, ତୁମେ ବହୁତ ଅସନ୍ତୁଷ୍ଟ ଲାଗୁଛ, କ'ଣ ହେଲା? ତେବେ ସେ ଜବାବ ଦେଲା, କାଲି ଝିଅ ଦେଖିବାକୁ ଯାଇଥିଲି, କିନ୍ତୁ ଝିଅ ଘର ଲୋକ ମନା କରିଦେଲେ। ଏହି କଥା ଶୁଣି ମୋତେ ବହୁତ ଦୁଃଖ ହେଲା। ମୋତେ ଶେଖର ଭଲ ଲାଗିବାକୁ ଲାଗିଥିଲା। କିଛି ଦିନ ପରେ କଥା। ଆମ କିରାନା ଦୋକାନରେ ଯେଉଁ ଚିନାବାଦାମ, ଚିନି, ଗୁଡ଼ ଭଳି ବହୁତ ଜିନିଷ ଥିଲା ତାହା ସହରରୁ ଆଣିବାର ଥିଲା। ଏଥିପାଇଁ ମୁଁ ଶେଖରକୁ ଏକ 4 ଚକିଆ ଗାଡ଼ି ସହିତ ପଠାଇଥିଲି। ସଫର ଲମ୍ବା ଥିଲା, ତେଣୁ ସନ୍ଧ୍ୟା ପ୍ରାୟ 8-10ଟା ହୋଇଯାଇଥିଲା। ଗାଡ଼ି ଫେରି ଆସିଥିଲା। ଡ୍ରାଇଭର ଏବଂ ଶେଖର ମିଶି ସବୁ ସାମାନ ତଳକୁ ଓହ୍ଲାଇଲେ। ଏଥିରେ ପ୍ରାୟ ଅଧପୌଣେ ଘଣ୍ଟା ଲାଗିଗଲା। ରାତି ପ୍ରାୟ 9:45 ହୋଇଯାଇଥିଲା। ସାମାନ ଖାଲି କରିବା ପରେ ଶେଖର ମୋ ପାଖକୁ ଆସିଲା ଏବଂ ମୋତେ ସାମାନର ରସିଦ ଦେଇ କହିଲା, ମ୍ୟାଡାମ ଜୀ, ଏବେ ମୁଁ ଚାଲୁଛି। ମୁଁ କହିଲି, ଶେଖର, ବହୁତ ବିଳମ୍ବ ହୋଇଗଲାଣି। ଏବେ ତୁମେ ଘରକୁ ଯାଇ ରୋଷେଇ କରିବ, ତେବେ କେତେ ବିଳମ୍ବ ହୋଇଯିବ। ଏହା ଅପେକ୍ଷା ଭଲ କି ଅଳ୍ପ ସମୟ ରହିଯାଅ।
ମୁଁ ରୋଷେଇ କରିଦେଉଛି, ତୁମେ ଖାଇକି ହିଁ ଯିବ। ଶେଖର କହିଲା, ଠିକ୍ ଅଛି ମ୍ୟାଡାମ। ମୁଁ ଜଲ୍ଦି ରୋଷେଇ କଲି। କିଛି ସମୟ ମଧ୍ୟରେ ଖାଇବା ପ୍ରସ୍ତୁତ ହୋଇଗଲା। ଆମେ ଦୁହେଁ ସାଙ୍ଗ ହୋଇ ବସି ଖାଇବାକୁ ଲାଗିଲୁ। ମୋ ଝିଅ ପୂର୍ବରୁ ହିଁ ଶୋଇ ସାରିଥିଲା। ଏବେ ରାତି ପ୍ରାୟ 10 ହୋଇଥିଲା। ବାହାରେ ବହୁତ ଅନ୍ଧାର ହୋଇଯାଇଥିଲା। ଖାଇବା ପରେ ଶେଖର ଏବେ ବାହାରିବାକୁ ଥିଲା। ସେତିକିବେଳେ ମୁଁ ତାକୁ କହିଲି, ଶେଖର ରାତି 10 ହୋଇଗଲାଣି। ଆଜିର ଦିନ ଏଇଠି ଆରାମ କରିନିଅ। ଏତେ ରାତିରେ ବାହାରକୁ ଯାଅ ନାହିଁ। ସେ କହିବାକୁ ଲାଗିଲା, ନାଇଁ ମୁଁ ଚାଲିଯିବି। କିନ୍ତୁ ମୁଁ ବହୁତ ଜିଦ୍ କଲି ଏବଂ ତାକୁ ରହିବାକୁ କହିଲି। ସତ କହିବି ତ, ଏବେ ମୋତେ ଶେଖର ସହ ମମତା ହୋଇଯାଇଥିଲା। ତାକୁ ଏମିତି ଏକା ରାତିରେ ପଠାଇବା ମୋତେ ଭଲ ଲାଗୁନଥିଲା। ଆମ ଘରେ 3ଟା ରୁମ୍ ଥିଲା। ମୁଁ ସେଥିରୁ ଗୋଟିଏରେ ଶେଖର ପାଇଁ ବିଛଣା କରିଦେଲି ଏବଂ ତାକୁ ସେହିରେ ଶୋଇବାକୁ କହିଲି। ମୁଁ ନିଜକୁ ଶୋଇବାକୁ ଚାଲିଗଲି। କିନ୍ତୁ ଆଜି ମୋତେ ନିଦ ଆସୁଥିଲା। ରାତି 12 ହୋଇସାରିଥିଲା, ତଥାପି ନିଦର ନାମଗନ୍ଧ ନଥିଲା। ମୋତେ ଶୋଷ ଲାଗିଥିଲା। ତେଣୁ ମୁଁ ଉଠି ପାଣି ପିଇବା ପାଇଁ କିଚେନ୍ ଆଡ଼କୁ ଯିବାକୁ ଲାଗିଲି। ମୁଁ ପ୍ରତିଦିନ ପରି ହିଁ ଯାଉଥିଲି, ତେଣୁ ଏପଟେ ସେପଟେ ଦେଖିଲିନି। ଯେମିତି ମୁଁ କିଚେନ୍ କବାଟ ପାଖରେ ପହଞ୍ଚିଲି, ହଠାତ୍ ମୋର କାହା ସହ ଧକ୍କା ହୋଇଗଲା। ମୁଁ ପଡ଼ିଯିବାକୁ ଯାଉଥିଲି କି ସେତିକିବେଳେ ସେହି ବ୍ୟକ୍ତି ମୋତେ ଧରିନେଲେ। ମୁଁ ସିଧା ତାଙ୍କର 2 ହାତରେ ହିଁ ଥିଲି। ମୁଁ ମୋ ଆଖି ବନ୍ଦ କରିଦେଇଥିଲି। ମୋତେ ଲାଗିଲା ଏବେ ତ କିଛି ଅଘଟଣ ଘଟିଯିବ। କିନ୍ତୁ ଏବେ ମୁଁ ଆଖି ଖୋଲିଲି, ତେବେ ମୁଁ ଶେଖରର ବାହୁରେ ଥିଲି। ସେ ମୋତେ ଉପରୁ ଧରି ରଖିଥିଲା। ମୁଁ ତା ଆଖିରେ ଚାହୁଁଥିଲି ଏବଂ ସେ ମଧ୍ୟ ମୋ ଆଖିରେ ଚାହୁଁଥିଲା। ଧୀରେ ଧୀରେ ଆମ ଓଠ ପରସ୍ପରର ଓଠ ପାଖକୁ ଆସିବାକୁ ଲାଗିଲା ଏବଂ ହଠାତ୍ ଆମ ଦୁହିଁଙ୍କୁ ହୋସ୍ ଆସିଲା ଏବଂ ଆମେ ଦୁହେଁ ଅଲଗା ହୋଇଗଲୁ। ଶେଖର କହିଲା, ସରି ମ୍ୟାଡାମ, ମୋତେ ଶୋଷ ଲାଗିଥିଲା। ଆଜି ନିଦ ହିଁ ଆସିଲାନି, ତେଣୁ ମୁଁ ପାଣି ପିଇବା ପାଇଁ ଉଠିଥିଲି। ମୁଁ ମଧ୍ୟ ମୁସ୍କୁରାଇ କହିଲି, ମୋତେ ମଧ୍ୟ ବହୁତ ବିଳମ୍ବ ହୋଇଗଲା। ନିଦ ଆସୁନଥିଲା, ତେଣୁ ମୁଁ ମଧ୍ୟ ପାଣି ପିଇବାକୁ ଆସିଥିଲି ଏବଂ ଆମର ହଠାତ୍ ଧକ୍କା ହୋଇଗଲା ଏବଂ ଏହି ସବୁ ହୋଇଗଲା। ଶେଖର ଏମିତି କହି ଆଗକୁ ବଢ଼ିବାକୁ ଲାଗିଥିଲା। ସେତିକିବେଳେ ମୁଁ ଶେଖରର ହାତ ମୋ ହାତରେ ନେଇଗଲି। ମୁଁ ଶେଖରକୁ କହିଲି, ଶେଖର ତୁମେ ବହୁତ ସଚ୍ଚୋଟ। ଯଦି ତୁମ ଜାଗାରେ ଅନ୍ୟ କୌଣସି ଯୁବକ ଥାନ୍ତା, ତେବେ ସେ ଏହି ସୁଯୋଗକୁ ଛାଡ଼ିନଥାନ୍ତା। ସେ ନିଶ୍ଚୟ ମୋର ଭୁଲ ଫାଇଦା ଉଠାଇଥାନ୍ତା, କିନ୍ତୁ ତୁମେ ଏମିତି କଲ ନାହିଁ। ତୁମେ ପ୍ରକୃତରେ ଜଣେ ବହୁତ ସଚ୍ଚା ମଣିଷ। କଣ ମୁଁ ତୁମକୁ ମୋ ମନର କଥା କହିବି? ଶେଖର କହିଲା, କୁହନ୍ତୁ। ମୁଁ କହିଲି, ମୋତେ ତୁମେ ଭଲ ଲାଗୁଛ। ମୋତେ ତୁମ ସହ ପ୍ରେମ ହୋଇଯାଇଛି। ଏମିତି କହି ମୁଁ ଶେଖରକୁ ଆଲିଙ୍ଗନ କଲି। ମୁଁ ମୋ ମୁଣ୍ଡ ତାର ଛାତି ଉପରେ ରଖିଦେଲି ଏବଂ କାନ୍ଦିବାକୁ ଲାଗିଲି। ଶେଖର ମୋ କେଶରେ ହାତ ମାରି ମୋତେ ବୁଝାଉଥିଲା। ସେ ମୋ ସୁନ୍ଦର ଚେହେରା ନିଜ ହାତରେ ନେଲା ଏବଂ ଧୀରେ ଧୀରେ ତାର ଓଠ ମୋ ଗୋଲାପୀ ଓଠକୁ ଛୁଇଁବାକୁ ଲାଗିଲା ଏବଂ ଆମେ ଦୁହେଁ ପରସ୍ପରକୁ ଚୁମ୍ବନ ଦେବାକୁ ଲାଗିଲୁ। ପରସ୍ପରକୁ ପ୍ରେମ କରିବାକୁ ଲାଗିଲୁ। ସେହି ରାତିରେ ଆମେ ପରସ୍ପରକୁ ଭରପୁର ପ୍ରେମ କଲୁ। ଆମ ଦୁହିଁଙ୍କୁ ବହୁତ ସୁଖ ଏବଂ ଶାନ୍ତି ମିଳିଥିଲା। ଏମିତି ହିଁ କିଛି ଦିନ ଆମେ ପରସ୍ପରକୁ ଖୋଲିକି ପ୍ରେମ କଲୁ। ଏବେ ଆମେ ଦୁହେଁ ପରସ୍ପରକୁ ଭଲ ଭାବେ ବୁଝିବାକୁ ଲାଗିଥିଲୁ। ଆମ ଦୁହିଁଙ୍କର ପରସ୍ପର ପ୍ରତି ବହୁତ ମମତା ହୋଇଯାଇଥିଲା। ଏବେ ଆମେ ଦୁହେଁ ସ୍ଥିର କଲୁ କି ଆମେ ବାହା ହେବୁ। ଏହାଦ୍ୱାରା ମୋତେ ଏକ ସାହାରା ମିଳିଗଲା। ଶେଖରକୁ ମଧ୍ୟ ଜଣେ ଭଲ ପତ୍ନୀ ମିଳିବାର ଥିଲା। ମୋ ଝିଅକୁ ବାପାର ସ୍ନେହ ମିଳିବାର ଥିଲା। ଶେଖର ବହୁତ ଭଲ ସ୍ୱଭାବର ଥିଲା। ଆମେ ଦୁହେଁ କୋର୍ଟ ମ୍ୟାରେଜ କଲୁ। ଏବେ ଶେଖର ଏବଂ ମୁଁ ଏକାଠି ରହୁ ଏବଂ ଆମ କିରାନା ଦୋକାନ ଚଲାଉ। ଏବେ ଆମେ 3 ଜଣ ବହୁତ ଖୁସି। ଝିଅ ଧୀରେ ଧୀରେ ବଡ଼ ହେଉଛି। ବନ୍ଧୁଗଣ, ମୁଁ ଏବଂ ଶେଖର ବାହା ହୋଇଗଲୁ। ଆପଣଙ୍କୁ କଣ ଲାଗୁଛି? କଣ ଆମେ ସଠିକ୍ କଲୁ ନା ଭୁଲ? ଜୀବନରେ କିଏ କେତେବେଳେ କାହାର ହୋଇଯାଏ, ଏହା କହିବା କଷ୍ଟକର। ଏକୁଟିଆ ଜୀବନରେ ଯେବେବି କାହାର ସାଥ ହଠାତ୍ ମିଳିଯାଏ, ତେବେ ଜୀବନ ପୁଣି ଖିଲି ଉଠେ। ଶେଖର ଏବଂ ମୋର ସମ୍ପର୍କ ମଧ୍ୟ ଏମିତି ଥିଲା। ଏକ ସମ୍ପର୍କ ବିଶ୍ୱାସର, ପ୍ରେମର ଏବଂ ସାହାରାର। ପ୍ରେମ କେବଳ ଶରୀରର ଭୋକ ନୁହେଁ, ବରଂ ଦୁଇଟି ଭାଙ୍ଗି ଯାଇଥିବା ଆତ୍ମାର ପୁଣିଥରେ ମିଳିଯିବା ମଧ୍ୟ ଜରୁରୀ ଅଟେ। ଏହି କାହାଣୀ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।